जय श्रीराम जय श्रीराम जय श्रीराम। प्रिय श्रोता बंधु, भक्ति मार्ग तरफरु आपण मानक मोर स्वागत। आपण माने श्रवण करुछंती सही परम ब्रह्म परम पुरुष स्वयं विश्व ब्रह्मांडर कर्ता श्रीरामंकर गुण गरिमा उपरे आधारित संत तुलसीदासंक लेखनीकृत श्रीरामचरित मानसरे आम्हे वर्तमान बालकांडर शेष पर्व बा शेष अध्याय शेष पर्याय आम्भे माने अवस्थान करुछु। प्रभु श्रीराम माता सीता विवाह बंधन रे आबद्ध होई अयोध्या फेरी आसिछंती। राजद्वार रे सेमानंकर स्वर्गीय वंदापना करिछंती तांकर तिनी माता। सेमाने गृह प्रवेश करिछंती। नववधूंकर नवागमन पड़ुछि उठुछि अयोध्या भुवन। सेही नववधू माने तांकर लक्ष्मी पादरे राजनगर रे पदार्पण करिछंती। पदार्पण करिबा परे तांकु अति सुंदर भावरे स्वागत करा जायछि। यह ही थिला पूर्व अध्यायर कथा वस्तु। आसंतु आगकु जिबा आउ कोन हेउछि संपूर्ण रूपे श्रवण करिबा। नारायणं नमस्कृत्यं नरो चैवं नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलं हयते गिरिः। जत्कृपातमहं वन्दे परमानन्दमाधवं परमानन्दमाधवं। जनमरंको जानो परस पावा अंध लोचन लाभु सुहावा। मुख बदन जनु शारद छाई मानहु समर सुर अजय पाई। सेमानंकु देखि मने हेला सत्य जेपरी आजन्म दरिद्र परसमणि पाईगला। अंधकु सुंदर नयन मिलीगला। मुखरे सरस्वती विजय होईगले एवं सुरवीर युद्धरे विजय लाभ कले। एही सुखते 7 कोटि गुण पाओहि मातु आनंद। भाई न सहित बिहाई घर आए रघुकुल चंदू। किंतु माँ माने एसबु सुख ठारू मध्य 100 कोटि गुण अधिक सुख अधिक आनंद पाउथिले। कारण रघुकुलर चंद्र श्रीराम विवाह करी भाई मानक सहित घर को फेरी आसीथिले। लोकरीति जाननी करही बर दुलही निशकु चाही। मोदु बिनंदु लोकी बड़ राम मन ही मुसुकाही। माँ माने लोकरीति पालन करुथिबा बेले बरकन्या माने लज्जा प्रकाश करुथिले। एही महानंद ओ विनोद देखि श्रीराम मने मने मुरुकी हसुथांती। देव पितर पूजे विधिनी की पूंजी सकल वासना जे की। सब ही बंदी मागहि वरदान भाई न सहित राम कल्याण। मनर सबु वासना पूर्ण हो जाइथिबारु सेमाने सुचारू रूपे देवता और पितृपुरुषों को पूजा कले। समस्तंकु वंदना करी माँ माने वर मागिले जे भाई मानक सहित श्रीरामंकर कल्याण हेउ। अंतरहित सुर
ଦେହି ମୁଦିତ ପାତୁ ଅଞ୍ଚଳ ଭରିଲେ ଭୂପତି ବୋଲିବାର ତିଲିନେ ଜାନ ବସନ ମଣି ଭୂଷଣ ଦିନେ। ଦେବତା ମାନେ ଅନ୍ତରିକ୍ଷରେ ଅଦୃଶ୍ୟ ରହି ଆଶୀର୍ବାଦ ଦେଉଥାନ୍ତି ଏବଂ ମା ମାନେ ଆନନ୍ଦିତ ହୋଇ ତାହା ପଣତ ପସାରି ଗ୍ରହଣ କରୁଥାନ୍ତି। ଏହାପରେ ରାଜା ବରଯାତ୍ରୀମାନଙ୍କୁ ଡକାଇଲେ ଏବଂ ସେମାନଙ୍କୁ ବିବିଧ ଯାନ ବସ୍ତ୍ର ମଣି ମାଣିକ ଆଭୂଷଣ ପ୍ରଦାନ କଲେ। ଆୟସୁ ପାଇ ରାଖି ରାମହି ମୁଦିତ ଗଏ ସବ ନିଜ ନିଜ ଧାମହି ପୁର ନର ନାରୀ ସକଲ ପରିହାଏ ଘର ଘର ବାଜନ ଲଗେ ବୋଧାଏ। ଆଜ୍ଞା ପାଇ ଓ ଶ୍ରୀରାମଙ୍କୁ ହୃଦୟରେ ରଖି ସେମାନେ ସମସ୍ତେ ଆନନ୍ଦ ମନରେ ନିଜ ନିଜ ଘରକୁ ଫେରିଲେ। ନଗରର ବହୁ ନରନାରୀଙ୍କୁ ରାଜା ଲୁଗାପଟା ଓ ଗହଣା ଗାଣ୍ଠି ପିନ୍ଧାଇଲେ। ଘରେ ଘରେ ମଙ୍ଗଳ ବାଦ୍ୟ ବାଜିବାକୁ ଲାଗିଲା। ଯାଚକ ଜନ ଯାଚାହିଁ ଜୋଇ ଜୋଇ ପ୍ରମୁଦିତ ରାଉ ଦେହି ଶୋଇ ଶୋଇ ସେବକ ସକଲ ଭଜନିଆ ନାନା ପୁରନ କିଏ ଦାନ ସନମାନ। ଯେଉଁ ଯାଚକମାନେ ଯାହା ମାଗିଲେ ରାଜା ଅତି ପ୍ରସନ୍ନ ହୋଇ ସେମାନଙ୍କୁ ତାହା ଦେଲେ। ସେବକମାନଙ୍କୁ ଓ ବାଦ୍ୟକାରୀମାନଙ୍କୁ ରାଜା ନାନା ପ୍ରକାର ଦାନ ଓ ସମ୍ମାନରେ ସନ୍ତୁଷ୍ଟ କରି ଚାଲିଲେ। ଗାଥା ତବ ଗୁର ଭୂସୁର ସହିତ ଗୃହ ଗୌନୁ କିହ୍ନ ନରନାଥ। ସେମାନେ ସମସ୍ତେ ରାଜାଙ୍କୁ ଜୁହାର କରି ଶୁଭେଚ୍ଛା ଜ୍ଞାପନ କରୁଥାନ୍ତି ଏବଂ ତାଙ୍କ ଗୁଣଗାନ କରି ତାପରେ ଗୁରୁ ବ୍ରାହ୍ମଣ ମାନଙ୍କ ସହିତ ରାଜା ଦଶରଥ ନଅର ଭିତରକୁ ଗଲେ। ଯୋ ବଶିଷ୍ଠ जो वसिष्ठानुशासन दीनि लोक वेद विधि साधकिनि भूसुर भीर भिखि सबरानि सादर उठी भाग्य बड़ जानी। वशिष्ठ जहाँ आज्ञा देले लौकिक ଓ ବୈଦିକ ବିଧି ଅନୁସାରେ ରାଜା ତାହା ଆଦରପୂର୍ବକ ପାଳନ କଲେ। ବ୍ରାହ୍ମଣଙ୍କ ଭିଡ଼ ଦେଖି ରାଣୀମାନେ ତାହା ବଡ଼ ଭାଗ୍ୟର କଥା ବୋଲି ଭାବିଲେ ଓ ସାଦରେ ଉଠି ଆସି ଠିଆ ହେଲେ। ପାୟ ପଖାରି ସକଲ ନୱାଏ ପୂଜି ଭଲି ବିଧି ଭୂପ ଯେୱାଏ ଆଦର ଦାନ ପ୍ରେମ ପରିପୋଷେ ଦେତ ଶିଷ ଚଲେ ମନ ତୋଷେ। ରାଜା ବ୍ରାହ୍ମଣ ମାନଙ୍କ ପାଦ ଧୋଇଦେଲେ, ସେମାନଙ୍କ ପାଇଁ ସ୍ନାନର ବ୍ୟବସ୍ଥା କରାଇଲେ। ସେମାନଙ୍କୁ ଭଲ ଭାବରେ ପୂଜା କରି ଭୋଜନ ଦେଲେ। ସେମାନେ ଆଦର ଦାନ ଓ ପ୍ରେମରେ ପୁଷ୍ଟ ହୋଇଗଲେ ଏବଂ ସନ୍ତୁଷ୍ଟ ମନରେ ଆଶୀର୍ବାଦ ଦେଇ ନଅରରୁ ଫେରିଲେ। ବହୁ ବିଧି କିହ୍ନି ଗାଧି ସୁତ ପୂଜା ନାଥ ମୋହି ସମ ଧନ୍ୟ ନଦୋଜା କିହ୍ନି ପ୍ରଶଂସା ଭୂପତି ଭୂରି ରାନୀନ ସହିତ ଲିହ୍ନି ପଗଧୂରି। ଗାଧିପୁତ୍ର ବିଶ୍ୱାମିତ୍ରଙ୍କୁ ବହୁ ପ୍ରକାରେ ପୂଜା କରି ରାଜା କହିଲେ, ହେ ନାଥ, ମୋ ପରି ମୁଁ ଧନ୍ୟ ହୋଇ ଅନ୍ୟ କେହି ନାହିଁ। ରାଜା ତାଙ୍କୁ ବହୁ ପ୍ରଶଂସା କଲେ ଓ ରାଣୀମାନଙ୍କ ସହିତ ତାଙ୍କର ଚରଣ ଧୂଳି ଗ୍ରହଣ କଲେ। ଭିତର ଭବନ ଦିନ ବର ବାସୁ ମନ ଯୋଗ ଅତର ନୃପର ନିବାସୁ ପୂଜେ ଗୁରୁ ପଦ କମଲ ବହୋରି କିହ୍ନି ବିନୟ ଉର ପ୍ରୀତି ନାଥୋରି। ନଅର ଭିତରକୁ ରହିବା ପାଇଁ ତାଙ୍କୁ ଏପରି ଉତ୍ତମ ସ୍ଥାନଟିଏ ଦେଲେ ଯେଉଁଠାରେ କି ସ୍ୱୟଂ ରାଜା ଓ
ସବୁ ରାଣୀ ମୁନିଙ୍କର ଇଚ୍ଛା ଅନୁସାରେ ତାଙ୍କର ସୌଖ୍ୟ ପ୍ରତି ଦୃଷ୍ଟି ଦେଇପାରିଲେ। ପୁଣି ରାଜା ଗୁରୁ ବଶିଷ୍ଠଙ୍କ ଚରଣ କମଳ ପୂଜା କରି ବିନତି ଜଣାଇଲେ। ତାଙ୍କ ଅନ୍ତର ସ୍ନେହ ସୌହାର୍ଦ୍ଦ୍ୟ କିଛି କମ୍ ନଥିଲା। ବଧୂନ ସମେତ କୁମାର ସବ ରାନୀ ନ ସହିତ ମହିଷୁ ପୁନି ପୁନି ବନ୍ଦତ ଗୁରୁ ଚରଣ ଦେତ ଶୀଷ ମୁନିଷୁ। ବହୁମାନଙ୍କର ସହିତ ସବୁ ରାଜକୁମାର ଏବଂ ରାଣୀମାନଙ୍କ ସହିତ ସ୍ୱୟଂ ରାଜା ମିଶି ବାରମ୍ବାର ଗୁରୁଙ୍କ ଚରଣ ବନ୍ଦନା କଲେ ଏବଂ ମୁନୀଶ୍ୱର ବଶିଷ୍ଠ ସମସ୍ତଙ୍କୁ ଆଶୀର୍ବାଦ ଦେଲେ। ବିନୟ କିନ୍ହିଉର ଅତି ଅନୁରାଗେ ସୁତ ସମ୍ପଦା ରାଖି ସବାଗେ ନେଗୁ ମାଗି ମୁନି ନୟ କଲିନା ଆଶୀର୍ବାଦୁ ବହୁତ ବିଧି ଦିନା। ରାଜା ଅତ୍ୟନ୍ତ ପ୍ରେମପୂର୍ଣ୍ଣ ହୃଦୟରେ ପୁଅମାନଙ୍କ ସହିତ ନିଜର ସକଳ ସମ୍ପଦ ମୁନିଙ୍କ ଆଗରେ ଥୋଇଦେଲେ ଓ ତାହା ଗ୍ରହଣ କରିବାକୁ ତାଙ୍କୁ ଅନୁରୋଧ କଲେ। କିନ୍ତୁ ମୁନିରାଜ ବଶିଷ୍ଠ ପୁରୋହିତ ହୋଇଥିବାରୁ କେବଳ ନିଜର ପ୍ରାପ୍ୟ ମାଗିନେଲେ, ବହୁ ପ୍ରକାର ଆଶୀର୍ବାଦ ଦେଲେ। ବନ୍ଧୁମାନେ, ଆଜି ପାଇଁ ଏତିକି। ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟରେ। ଭୀମ శాపిరణు ଭଙ୍ଗ ମୁନିର ପ୍ରେମତି ଭ୍ରମ ଯଦି ଶୁଦ୍ଧମ ଶୁଦ୍ଧବା ମମ ଦୋଷ ନ ବିଦ୍ୟତେ ମମ ଦୋଷ ନ ବିଦ୍ୟତେ मम दोष न विद्यते मम दोष न विद्यते।